ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆଜି ଥିଲା ଗୁରୁବାର, ସକାଳୁ ଉଠି ଧୋଇ ଧାଇ ହେଇକିନା ଘର ଦ୍ୱାରା ସବୁ ଖରକା ଖରି କରିଦେଇଥିଲି। ତାପରେ ସେଠୁ ମୁଣ୍ଡଟା କୁଣ୍ଡେଇ ଦେଇଥିଲି। ପାନିଆ ଗୁରା ସବୁ ମଇଳା ହେଇଯାଇଥିଲା, ତାକୁ ସବୁ ଗଲି ଗୋଟେ ଗୋଟେ କରି ସଫା କଲି। ତାପରେ ଗଲି ବ୍ରସ୍ କରିବା ପାଇଁ। ଦେଖନ୍ତୁ ମୁଁ ଏଇ ଟୁଥପେଷ୍ଟଟା ୟୁଜ୍ କରୁଛି, ଯେଉଁଟାକି ଆପଣ ଫେସ୍ ୱାଶ୍ କରି ବି ୟୁଜ୍ କରିପାରିବେ। ଆଉ ଯେଉଁଠି ଖଣ୍ଡିଆ ହେଇଯାଇଥିବ ସେଇ ଜାଗାରେ ମଧ୍ୟ ଆପଣ ଏଇଟାକୁ ୟୁଜ୍ କରିପାରିବେ। ଏଇଟା ଆୟୁର୍ବେଦିକର, ତ ସେଥିପାଇଁ ଏଇଟା କିଛି ପ୍ରୋବ୍ଲେମ୍ ହେବନି। ତ ତାପରେ ଗଲି ଗାଧେଇ ପାଧେଇ ଆସିଲି, ଠାକୁର ପୂଜା କଲି। ତାପରେ ସେଠୁ ଟିକେ କ୍ଷୀର ଥିଲା, କ୍ଷୀରକୁ ଗରମ କରିଦେଲି। ତାପରେ ଟିକେ ଚିନି ପକେଇଦେଲି, ମୁଢ଼ି ପକେଇକି ଆଣିଲି। ଖାଉଥିଲୁ, ଝିଅର ମୋର ବସିକି ଖାଉଥିଲୁ ଖଟ ଉପରେ। ତାପରେ ଖାଇସାରିଲା ପରେ ମୁଁ ଟିକେ ଅନ୍ୟମନସ୍କ ହେଇଯାଇଥିଲି। ତାର ମୋର ଖଟ ଉପରେ ଖେଳୁଥିଲୁ, ସେ କେମିତି ତଳେ ମୁହଁ ମାଡ଼ି ଖଟ ତଳେ ପଡ଼ିଗଲା। ଆଉ ତା ଓଠଟା, ଉପର ଓଠଟା ପୁରା ଫାଟି ଯାଇଛି। ପାଟି ଯାକ ପୁରା ବ୍ଲଡ଼ ଗୁରା ଭର୍ତ୍ତି ହେଇଗଲା। ତ ଉପର ଓଠଟା ମାନେ ବହୁତ ଜୋରରେ ଲମ୍ବାକିନା ଫାଟି ଯାଇଛି। ତା ପ୍ୟାଣ୍ଟ ହେଇଗଲା, ବେଡ଼ସିଟ୍ ଫେଡ଼ସିଟ୍ ସବୁ ହେଇଗଲା। ଆଉ ତାକୁ ସେଠୁ ମୁଁ ଶୁଆଇ ପକେଇଲି। ମୁଁ ନ ଶୋଇଲେ କଷ୍ଟଟା ମାନେ ବହୁତ ହବ ନା ତାକୁ। ସେଥିପାଇଁ ମୁଁ କହିଲି ଶୋଇ ପଡ଼ୁଛି, ତାକୁ ଶୁଆଇ ଦେଲି। ତାପରେ ସେଠୁ ଗଲି ରୋଷେଇବାସ କରିବା ପାଇଁ। ମନଟା ତ ଭଲ ଲାଗୁନି, ଛୁଆଟା ଏତେ ଫାଟିଗଲା, ବ୍ଲଡ଼ ଗୁରା ବି ଏତେ ବୋହିଲା। ରୋଷେଇବାସ ସେଠୁ କରିବାକୁ ଗଲି। ଭାତ ବସାଇ ଦେଇଥିଲି, ତାପରେ ପରିବା ସବୁ କାଟିଥିଲି। ବିନ୍ସ ଆଳୁ ମସଲା ଦେଇକି ଭାଜିଲି, ସୋରିଷ ମସଲା ଦେଇକି। ତାପରେ ଡାଲି ବସାଇଥିଲି, ଆଳୁ ଦୁଇଟା ସିଝିଥିଲି। ଏଠୁ ଆଳୁ ଚୋଖା ବନେଇଲୁ, କାକୁଡ଼ି ସାଲାଡ଼ ବନେଇଲି। ବୋଉଙ୍କୁ ଡାକିଲି, ସାଙ୍ଗ ହୋଇ ବସି ଖାଇଲୁ। ତାପରେ ଝିଅ ବି ସେଠୁ ଉଠି ଯାଇଥିଲା, ଏଠୁ ସେ ଆମ ସାଙ୍ଗେ ଖେଳୁଥିଲା। ତ କହିଲି ଖା ବୋଲି, ସେ ଜମା ବି ଖାଇବନି। ତା ମନ ହେଇଥିଲେ ସେ ଯଦି ସେ ଭଜାରୁ ଟିକେ ଆଳୁ ବାଛିକି ନେଇ ଖାଇବ, ନହେଲେ ସେ ଜମା ବି ଖାଇବନି। ତ ସାଙ୍ଗ ହେଇ ମିଶି ଖାଇଲୁ। ଖାଇସାରିଲା ପରେ ତାକୁ ବି ଖୁଆଇଦେଲି। ତାପରେ ସେ ବୋଉଙ୍କ ସାଙ୍ଗରେ ଗଲା ଖେଳିବାକୁ। ମୋ ଭିଡ଼ିଓଟି ମୁଁ ଏଇଠି ରଖୁଛି। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଥିବ ତାହେଲେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବା ତ ଜମା ବି ଭୁଲିବେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।